ଆଉ କେଇ ଘଣ୍ଟା ପରେ ଚତୁର୍ଥ ପର୍ଯ୍ୟାୟ ମତଦାନ କରିବେ ଜନତା। କ'ଣ ରହିଛି ସାଲେପୁର ସ୍ଥିତି ଆସନ୍ତୁ ପରଖି ବୁଝିବା। ନନ୍ଦକିଶୋର ଭୂୟାଁ ମନୋଭୂ ଚଳିତ ନିର୍ବାଚନରେ ସାଲେପୁରର ବିକାଶ ଚାହୁଁଥିବା ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ପାଖରେ ମୁଁ ଦୁଇ ପଦ କଥା ରଖୁଛି। ଏ କଥାକୁ ବିଚାରକୁ ନେବେ। ବିଗତ 5 ବର୍ଷରେ ପ୍ରଶାନ୍ତ ବେହେରାଙ୍କ କାର୍ଯ୍ୟକାଳରେ 2 ବର୍ଷ କୋଭିଡ଼ରେ ଅତିବାହିତ ହୋଇଗଲା, କିଛି କାର୍ଯ୍ୟକ୍ରମ କରିହେଲା ନାହିଁ ଏବଂ 3 ବର୍ଷ ମଧ୍ୟରେ ସାଲେପୁରକୁ ଏନ୍ଏସିରେ ପରିଣତ କରାଯାଇଛି। ସାଲେପୁରରେ ଏକ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ସାଲେପୁର ହାଇସ୍କୁଲକୁ ପୁନରୁଦ୍ଧାର କରାଯାଇଛି। ସାଲେପୁର କଲେଜକୁ 22 କୋଟି ଟଙ୍କାର ଅନୁଦାନରେ 4ଟି ବିଲ୍ଡିଂ ତିଆରି ହୋଇଛି। 6ଟି ପିଜି ଡିପାର୍ଟମେଣ୍ଟ ଖୋଲିଛି। ସାଲେପୁର ସବରେଜିଷ୍ଟ୍ରାର ଅଫିସର ଏକ ନୂଆ ବିଲ୍ଡିଂ ତିଆରି ହୋଇଛି। ସାଲେପୁର ତହସିଲର ଏକ ନୂଆ ବିଲ୍ଡିଂ ତିଆରି ହୋଇଛି। ସାଲେପୁର ଏକ୍ସାଇଜର ଏକ ବିଲ୍ଡିଂ ତିଆରି ହୋଇଛି। ସାଲେପୁରର ପୁରାତନ ଖେଳ ପଡ଼ିଆକୁ ତା'ର ବାଉଣ୍ଡ୍ରି ୱାଲ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାଲେପୁରର ହାଇସ୍କୁଲର ଏକ ନୂତନ ଖେଳ ପଡ଼ିଆ ତିଆରି ହେଉଛି, ଯେଉଁଟାକି ପରବର୍ତ୍ତୀ ସମୟରେ ସାଲେପୁର ଷ୍ଟାଡିୟମରେ ପରିଣତ ହେବ ଏବଂ ବିଭିନ୍ନ ରାସ୍ତାଘାଟ, ଡ୍ରେନ୍, ଛତିଆ କୁଆପଳ ରାସ୍ତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ବିଗତ 3 ବର୍ଷ ଭିତରେ ପ୍ରଶାନ୍ତ ବେହେରା ଦ୍ୱାରା ସାଲେପୁରରେ ସମ୍ପାଦିତ ହୋଇଛି ଏବଂ ଯାହା ସାଲେପୁରରେ ତା'ର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜ୍ୱଳ କରିବ ଏବଂ ପ୍ରଶାନ୍ତ ବେହେରା ଏହି ଅଞ୍ଚଳରେ ଆଉ ଥରେ ଜିତିଲେ ଏହି ବିକାଶ ଧାରା ସାଲେପୁରରେ ଜାରି ରହିବ ଏବଂ ସାଲେପୁରରେ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ତେଣୁ ସେ ପାଇଁ ମୁଁ ସାଲେପୁରର ସଚେତନ ଜନସାଧାରଣଙ୍କୁ ନିବେଦନ କରୁଛି, ପ୍ରଶାନ୍ତ ବେହେରାକୁ ପୁଣି ଥରେ ଜିତାଇ ସାଲେପୁରର ବିକାଶ ଧାରାକୁ ଅବ୍ୟାହତ ରଖନ୍ତୁ। ଆପଣ ସାଲେପୁର ବିକାଶ ସାଲେପୁର ବସ୍ ଷ୍ଟାଣ୍ଡ ଦେଖିବେ। ଆପଣ ଗୋଟେ ସାଲେପୁର ଇକୋ ବ୍ୟାଙ୍କ ପାଖରେ ଆପଣ ଦେଖିବେ ଶୌଚାଳୟ ତିଆରି ହୋଇଛି 2019ରୁ 1,80,000 ଟଙ୍କାରେ। ସେ ଶୌଚାଳୟ ଅଧା ଅବସ୍ଥାରେ ପଡ଼ିଛି। ସେଠି ବସ୍ ଥୁଆ ହେଉଛି, ଟ୍ରେକର ଥୁଆ ହେଉଛି, ଟ୍ରକ୍ ଥୁଆ ହେଉଛି, ଅଟୋ ଥୁଆ ହେଉଛି। ସେଠି ପରିସ୍ରା କରିବା ପାଇଁ ଲେଖା ହେଇଛି ଏଠି ଗୋଷ୍ଠୀ ଶୌଚାଳୟ। ସେଠି ପରିସ୍ରା କରିବା ପାଇଁ ସ୍ତ୍ରୀ ଲୋକମାନେ ଯାଇପାରୁନାହାନ୍ତି। ସ୍ତ୍ରୀ ଲୋକ ଝିଅମାନେ ସେଠି ପରିସ୍ରା କରିବା ନାହିଁ। ସେଠି ପରିସ୍ରା ଗୋଟା ହେଇପାରିଲାନି। ଅଧା କାନ୍ଥ ହେଇକି ପଡ଼ିଛି, ତା ଦେହରେ ଅଳିଆ ଭର୍ତ୍ତି ହେଇଛି। ଆପଣ ଦେଖିଲେ ଆପଣ ସାଲେପୁର ସବ୍ ଡିଭିଜନ ହେଇପାରିନଥାନ୍ତା। ସାଲେପୁର ଆପଣ ଦେଖିଲେ ସାଲେପୁର ହାଇସ୍କୁଲ ପଡ଼ିଆରେ ବାଲି ପଡ଼ି ରହିଲା, 10 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ସେଟା କ'ଣ ବାଲି ପଡ଼ିଛି କ'ଣ ହେଇଛି ଜାଣିଲେ ଷ୍ଟାଡିୟମ ସେଇଟା ସାଲେପୁର ହାଇସ୍କୁଲ ପଡ଼ିଆ ଷ୍ଟାଡିୟମ କଲାନି। ମେନ୍ ପଡ଼ିଆ କହୁଥିଲେ ଷ୍ଟାଡିୟମ କରିବା ପାଇଁ 2ଟା ୱାଲ୍ ତିଆରି ହେଇଛି। ସେ ବି ଏପର୍ଯ୍ୟନ୍ତ ତାର ଭିତରେ ମାଟି ପଶିଲାନି। ବର୍ଷା ଦିନେ ପାଣି ଗଦା ହେଉଛି। ବିକାଶର ସ୍ୱପ୍ନ ଆପଣ ଦେଖୁଥିବେ। ଆପଣ ବର୍ଷା ହେଲେ ପାଣି ଆପଣ ଯଦି ଟିକେ ପରେ ଅସରା ବର୍ଷା ହେଉଛି ସାଲେପୁର ବଜାର ଆପଣ ହାଉସିଂ ବୋର୍ଡ ଆପଣଙ୍କର ଆପଣ ଦେଖିବେ ସେଠି ଯେଉଁ ଶିଶୁ ପାର୍କ ହେଇଛି ସେ ରାସ୍ତା ଆପଣ ଦେଖିବେ ଚନ୍ଦାଜୀପୁର ଗାଁର ରାସ୍ତା ସେ ସବୁ ପାଣିରେ ବୁଡ଼ିକି ରହୁଛି। ଲୋକମାନେ ଯିବା ଆସିବା କରିପାରୁନାହାନ୍ତି। ସାଇସିରି ମନ୍ଦିର ଆଗରେ ପାଣି ଭାସୁଛି। ଆପଣ ସେଇଟା ଦେଖିବେ। ହେଲେ ଡ୍ରେନ୍ ଯେଉଁ 60 ଲକ୍ଷ ଆସିଥିଲା ସେ ଡ୍ରେନ୍ ହେଇପାରିଲାନି। ଅଧା କରାହେଲା ଆଉ ଅଧା ଛାଡ଼ି ଦିଆହେଲା, ଯାହାଫଳରେ ଲୋକ ବର୍ତ୍ତମାନ ଅବ୍ୟବସ୍ଥା ଭୋଗୁଛନ୍ତି। ଆପଣ ଦେଖିବେ ଯେ ଛତିଆ ସାଲେପୁର ରାସ୍ତା ତିଆରି ହେଲା, ସାଲେପୁର ଠାରୁ କୁଆଁପଳ ପର୍ଯ୍ୟନ୍ତ ଆପଣ ସେ ରାସ୍ତା ଠିକାଦାର କଲା। ସେ ରାସ୍ତାର ଅବସ୍ଥା ଦେଖିବେ ଜାଗାରେ ବିଭିନ୍ନ ଫାଟିଛି। ବୋଣ୍ଡାମୁଣ୍ଡି ପାଖରେ ଆପଣ ଦେଖନ୍ତୁ ଏପର୍ଯ୍ୟନ୍ତ ଡ୍ରେନ୍ ହେଇପାରିଲା ନାହିଁ। ଅଧା ପଚରା ପଡ଼ିଛି। ବର୍ଷା ଦିନ ଆଗକୁ ଆଉ 15 ଦିନରେ ମୌସୁମୀ ଆସିଗଲାଣି। ଆଉ 15 ଦିନ 15 ଦିନ ହେଲା, ତାପରେ ବର୍ଷା ହେବ। ଲୋକ ସେ ଯାଇପାରିବେ ତ? ଆପଣ ଦେଖନ୍ତୁ ଅଧେ ରାସ୍ତା ଛାଡ଼ି ଦିଆଯାଇଛି। ନାରାୟଣ ମନ୍ଦିର ପାଖରେ ଛାଡ଼ି ଦିଆଯାଇଛି। ସେ ରାସ୍ତାରେ ଆଣ୍ଠିଏ ପାଣି ରହିବ। ଲୋକ ଯାଇପାରିବେ ତ? ବିକାଶ କ'ଣ ହେଇଛି? ବିକାଶ ଏହା ବିକାଶ ହେଇଛି। ଆପଣ ଦେଖିବେ ସାଲେପୁରକୁ ଏନ୍ଏସି କରାହେବ କୁହାହେଉଥିଲା। ଏମ୍ଏଲ୍ଏ କହିଥିଲେ କେତେ ବର୍ଷ ପରେ ହେଲା? 5 ବର୍ଷରେ ଏଇଟା ନବୀନ ପଟ୍ଟନାୟକ ଜରିଆରେ ହେଲା, ସାଲେପୁର ହେଲାନି। ଓଡ଼ିଶାରେ 54 ଜାଗାରେ ଏନ୍ଏସି ହେଲା, ତାପରେ ସାଲେପୁର ହେଲା। ବଡ଼ କଥା କ'ଣ ହେଲା? ଆମେ ଯଦି 5 ବର୍ଷ ଭିତରେ ହେଇପାରିଥାନ୍ତା ଆମେ ଜାଣିଛୁ ନିର୍ବାଚନ ପାଇଁ ଏନ୍ଏସି ଘୋଷଣା କରାହେଲା। ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା ଆମେ ଜାଣିଥାନ୍ତୁ। ନିର୍ବାଚନ ଥାନ୍ତା ଆଉ 2 ବର୍ଷ ଘୋଷଣା ହେଇଥିଲା ଆମେ ଜାଣିଛୁ ଯେ ଯାହା ପ୍ରତିଶ୍ରୁତି ଦିଆହେଇଥିଲା ତାହା ହେଲା। ତେଣୁ ଏଇଟାକୁ ଗୋଟେ ରାଜ୍ୟ ସହିତ ସାଲେପୁର ଯୋଡ଼ି ଦିଆହେଲା। ତେଣୁ ସାଲେପୁର ବିକାଶ କ'ଣ ହେଇଛି? ଆପଣ ସାଲେପୁର ଗୋଟେ ମେଡ଼ିକାଲ କଲେଜ ଅଛି। ସାଲେପୁର ଯେଉଁ ହେଉଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିଏସି ହେଇଛି 5 କୋଟି ଟଙ୍କାରେ। ସେଠି 5 ଜଣ ଅଭିଜ୍ଞ ଡାକ୍ତର ଅଛନ୍ତି। ଏ ପୁରୁଣା ମେଡ଼ିକାଲ ଡାକ୍ତର ଚିକିତ୍ସା କରି ଲୋକ କରୁଛନ୍ତି। ସେଠି ବେଡ୍ ନାହିଁ ବସେ କୁହା ହେଉଛି ଯାହା କଟକ ପଳା, ଯିଏ ରୋଗୀ ଗଲେ ତାକୁ କଟକ ପଳା, ଅମୁକ କ୍ଲିନିକ୍ ପଳା, ଡାକ୍ତରମାନେ ପଇସା ନେଇ କହୁଛନ୍ତି ଅମୁକ କ୍ଲିନିକ୍ ଯା। କ'ଣ ବିକାଶ ହେଇଛି? ସାଲେପୁର ଯେଉଁ ହେଇଛି ଆପଣ କୁଳିଆର ଗୋଟେ ହେଲା ଅସ୍ଥାୟୀ ଡାକ୍ତରଖାନା, ତାକୁ ବନ୍ଦ କରିଦିଆ, ତାକୁ ବର୍ତ୍ତମାନ ସେ ଜିନିଷ ପାର୍ଟସ ବିକ୍ରି ହେଉଛି। କ'ଣ ବିକାଶ ହେଇଛି? ବିକାଶ ନା ହାଟ ସାଲେପୁର ହାଟ ଆଦର୍ଶ ହାଟ ହେଇଛି। ବହୁଗ୍ରାମ ହାଟ ଯେଉଁ ଅଛି ପାଗା ହାଟ ଆଦର୍ଶ ହାଟ ହେଇଛି। ଆପଣ ଜଫୁଦ ଆଦର୍ଶ ହାଟ ହେଇଛି। ସେଠି ଘର ଛାଉଣି ଅଛି। ଆପଣ ଦେଖିବେ ବିଶ୍ୱବିଦ୍ୟାଳୟ ହାଟ କ'ଣ ହେଇଛି? ପ୍ରତାପ ଜନ ତାଙ୍କୁ ବିକାଶ କରିଛନ୍ତି ବାହାଙ୍ଗାରେ। ଆମର ସାଲେପୁର ବିକାଶ କ'ଣ ହେଇଛି? ସାଲେପୁର କିଛି ବିକାଶ ନାଁରେ କେବଳ ବିନାଶ ହେଇଛି। ତେଣୁ ଏମାନେ ଯଦି ନିର୍ବାଚନ ସମୟରେ ବିକାଶ କଥା କହୁଛନ୍ତି, ଆମେ ସାମ୍ବାଦିକ ହିସାବରେ ଯାହା ଦେଖୁଛୁ ତାହା ଲେଖୁଛୁ। ଆମେ ଲେଖୁଛୁ ଆମେ ତ କୋଉଠି ବିକାଶ ସ୍ୱପ୍ନ ବାରି ପାରୁନୁ। ମୁଁ କୁହାହେଉଛି ବସ୍ ଷ୍ଟାଣ୍ଡ କ'ଣ ହେଇଛି? ବସ୍ ଷ୍ଟାଣ୍ଡ ଖାଲି ବାଲି ପୋତା ନାଁରେ କୋଟି କୋଟି ଟଙ୍କା ଖାଇଦେବେ। ଆପଣ ଦେଖନ୍ତୁ ଆଦର୍ଶ ସ୍କୁଲ ଯେଉଁଠି ହେଇଛି ସେ ଆଦର୍ଶ ସ୍କୁଲ ବିଛୁଡ଼ି ଯିବ। କାନ୍ଥ ସବୁ ଫାଟିଗଲାଣି। 5 କୋଟି ଟଙ୍କା
ଖର୍ଚ୍ଚ ହେଉଛି। ବର୍ଷ ପସନ୍ଦଦାର ପାଇଲା ପରେ କୋଉ ସଂଖ୍ୟା ବଢିଯାଇଛି ବୋଲି ଆପଣ ଅନୁମାନ କରୁଛନ୍ତି? ସେମାନେ ଯେଉଁମାନେ ଅଛନ୍ତି ପ୍ରତି ପଞ୍ଚାୟତ 5-10 ଅଛନ୍ତି ସେମାନଙ୍କ ସମ୍ପତ୍ତି ମାନେ ବଢ଼ିଛି। ସାଧାରଣ ଲୋକଙ୍କର ଯାହା ସରକାର କରିବେ, ଯେଉଁ ସରକାର ଆସିଲେ ଯୋଜନା କଲ୍ୟାଣକାରୀ ଯୋଜନା କରୁଛନ୍ତି ତା ସୁଫଳ ସାଧାରଣ ଲୋକ ପାଇବେ। ପସନ୍ଦ ହେବାର ସମୟରେ ପାଇଛନ୍ତି, ଆଗରୁ ମଧ୍ୟ ପାଉଥିଲେ, ଆଗାମୀ ଦିନରେ ମଧ୍ୟ ପାଇବେ। ସେଥିରେ ଗୋଟେ ମାନେ ଏଇଟା ତ ଗୋଟେ ଟଙ୍କିକିଆ ଚାଉଳ କିମ୍ବା ଆପଣ ସ୍ୱୟଂ ସହାୟକ ଗ୍ରୁପକୁ ସାହାଯ୍ୟ, ଏଇଟା ଗୋଟେ ରାଜ୍ୟ ସରକାରଙ୍କ ଯୋଜନା। ଏଇଟା ସବୁଆଡ଼େ ରାଜ୍ୟ ସୁଫଳ ହେଉଛି, ଏଠି ସୁଫଳ ହେଉଛି, ଏଥିରେ ଅସୁବିଧା କିଛି ନାହିଁ। ବ୍ୟକ୍ତିଗତ ଭାବରେ ମୁଁ ପ୍ରଶାନ୍ତ ବାବୁଙ୍କୁ ଦୋଷ ଦେଉନି ଯେ ପ୍ରଶାନ୍ତ କିଛି କରିଛନ୍ତି ବା ନ ଯାଇଛନ୍ତି ବା କୋଉଠି ଜାଗା ଲୋକଙ୍କ ପାଖକୁ ଯାଇନି, ସେ ଯାଇଛନ୍ତି, 24 ଘଣ୍ଟା ପରିଶ୍ରମ କରିଛନ୍ତି, ସବୁ କରିଛନ୍ତି। ତାଙ୍କୁ ବର୍ତ୍ତମାନ ଯେମିତି ସେଠି 5T ଏଠି ସେମିତି ATM ପ୍ରତି ପଞ୍ଚାୟତରେ ଯେଉଁ ATM ହେଇଗଲା, ସେ ATM ମାନଙ୍କ କବଳରେ ପ୍ରଶାନ୍ତ ପଡ଼ିଗଲେ, ଯାହାଫଳରେ ସେଠି 5T କଳରେ ପଡ଼ିଗଲେ ନବୀନ ପଟ୍ଟନାୟକ, ଏଠି ପଡ଼ିଗଲେ ATM କଳରେ ପଡ଼ିଗଲେ ପ୍ରଶାନ୍ତ। ପ୍ରତି ପଞ୍ଚାୟତ ATM ସୃଷ୍ଟି ହେଇଗଲା। ଆପଣ ଭାବୁଛନ୍ତି ଯୁବଗୋଷ୍ଠୀ ନୁହେଁ, ବର୍ତ୍ତମାନ ଲୋକମାନଙ୍କ ଭିତରେ ଗୋଟେ ପରିବର୍ତ୍ତନର ସ୍ୱପ୍ନ ଦେଖୁଛନ୍ତି। ଏତେ ବର୍ଷ ଶାସନ ରହିଲାଣି, ତେଣୁ ଟିକେ ଦେଖିବା। ମୋଦି ଏତେ କଥା କହୁଛନ୍ତି, କାଳେ କ'ଣ ହବ। ଏଇ କହୁଛନ୍ତି 50,000 ଭାଉଚର କାର୍ଡ ଦେବେ, 3100 ଟଙ୍କା ଧାନ ଚାଷୀମାନେ ଖୁସି ହଉଛନ୍ତି ଯେ ଆମକୁ 1900 ଟଙ୍କା ମିଳିବ, ଧାନ ଗଲାବେଳକୁ ସେଠି 100 ଟଙ୍କା ନେଲେ। ସାଲେପୁର କଂଗ୍ରେସ ସେବା ସମ୍ବାଦ ସମିତି 100 ଟଙ୍କା ଦେଲେ ତାଙ୍କ ଧାନ ଗଛ ନହେଲେ କଟି ଯାଉଥିଲେ, ସେ ଦେଇପାରୁନି ଧାନ। କ'ଣ ବିଭିନ୍ନ ଆଡ଼େ ସବୁ ଯେଉଁ ଅବ୍ୟବସ୍ଥା ହେଉଛି, ଲୋକମାନେ ସ୍ୱର ଉଠାଇ ପାରୁନଥିଲେ। ଏଠି ବିଜେପି ଏତେ ଶକ୍ତିଶାଳୀ ନଥିଲା। ମୋଦି ଆସିଲା ପରେ, ଅମିତ ଶାହ ଆସିଲା ପରେ, ଓଡ଼ିଶା ଘନ ଘନ ଗସ୍ତ କଲା ପରେ ଲୋକଙ୍କର ଗୋଟେ ଆଶା ଜାଗରଣ ହେଇଛି ଯେ ଆମେ ପରିବର୍ତ୍ତନ କରିବା। ମୋଦି ଯେଉଁ କଥା କହୁଛନ୍ତି କାଳେ ସେ ସ୍ୱପ୍ନ ସାକାର ହେବ, ସେଥିପାଇଁ ଲୋକ ମଧ୍ୟରେ ଗୋଟେ ଉତ୍ସାହ ସୃଷ୍ଟି ହେଉଛି। ସେଇଟା ଉତ୍ସାହଟା ଯଦି ଭୋଟରେ ପରିଣତ ନ ହେବ, ତାହେଲେ ଯଦି ଉତ୍ସାହଟା ଭୋଟରେ ପରିଣତ ହେଲା ତାହେଲେ ପରିବର୍ତ୍ତନ ହେବ। ଉତ୍ସାହ ଯଦି ଭୋଟ ବାକ୍ସ ଗଲାବେଳକୁ ଲୋକମାନେ ପଇସା ଖାଇକି କାହିଁକି ସେଠି ଅନ୍ୟ ଚିହ୍ନରେ ଦେବେ, କୋଉ ଚିହ୍ନ ଦେବେ ମୁଁ କହିପାରୁନି, କୋଉ ଚିହ୍ନ ଦେବେ, ତାହେଲେ ସେ ପରିବର୍ତ୍ତନ ହେବନି। ଉତ୍ସାହଟା ଲୋକ ଭିତରେ ଅଛି, କିନ୍ତୁ ଉତ୍ସାହଟା ସେଇ ପୋଲିଂ ବୁଥରେ ଇଭିଏମ୍କୁ ଯାଇକି ଇଭିଏମ୍ ଯଦି ସେଟା ସେଇ ଆପଣ ଯେଉଁ ଚିହ୍ନ ସେ ଉତ୍ସାହ ପରିଲକ୍ଷିତ କରି ଯେଉଁ ଦଳ ପାଇଁ ଭୋଟ ଦେବୁ ବା ଯେଉଁ ଇଏ ପାଇଁ ଭୋଟ ଦେବୁ, ସେଟା ସେ ଇଭିଏମ୍ ମେସିନ୍ରେ ସେଟା ପ୍ରତିପାଠ କରିବେ, ତାହେଲେ ସେଟା ସଫଳ ହେବ। ଯଦି ସେପର୍ଯ୍ୟନ୍ତ ନ କରନ୍ତି ତାହେଲେ ବିଫଳ ହେବ। ବିଜେପି ପ୍ରାର୍ଥୀଙ୍କ ସମ୍ପର୍କରେ ମୁଁ କାହିଁ କହିପାରିବିନି, କାହିଁ ନୂଆ ଆସିଛନ୍ତି, ସେ ବି 253 ବୁଥ ବୁଲି ପାରୁନାହାନ୍ତି, ଲୋକଙ୍କ ସମ୍ପର୍କ ରଖିପାରୁନାହାନ୍ତି। କିନ୍ତୁ ମୋଦି ହାୱାରେ ବିଜେପି ପ୍ରାର୍ଥୀଙ୍କ ଯାହା ଅଛି, କିନ୍ତୁ ତାଙ୍କର ତ ନିଜସ୍ୱ ବ୍ୟକ୍ତିଗତ ସଂଗଠନ ତ କିଛି ନାହିଁ। କିନ୍ତୁ ମୋଦିଙ୍କ ହାୱା ଯଦି ଠିକ୍ ଭାବରେ କାର୍ଯ୍ୟ କରେ, ପରିବର୍ତ୍ତନ ହାୱା କାମ କରେ, ତାହେଲେ ସେ ସଫଳ ହେବେ। ଯଦି ସେଇଟା କାମ ନ କଲା ତାହେଲେ ସେ ବିଫଳ ହେବେ। ଆପଣଙ୍କର ବର୍ତ୍ତମାନ 1,04,000 ଭୋଟ ଅଛି ବିଜେଡିର, ବର୍ତ୍ତମାନ 35,000 40,000 84,000 ଭୋଟ ଅଛି ମୁସଲିମ ସମ୍ପ୍ରଦାୟର। 4,000 ପୋଲିଂ ହେଲେ 40,000 ରୁ 5,000 ନିଶ୍ଚୟ ପାଇବେ ପ୍ରଶାନ୍ତ ପାଇବେ। ଆଉ 35,000 ଆଖି ବୁଖାନ ପାଇଲେ 35,000 1,04,000 35 କଟିଲେ କେତେ, ଆପଣ 60,000 ଭୋଟକୁ ପାଖାପାଖି 65,000 ଭୋଟକୁ ବିଜେଡି ଖସିଯିବ। କାରଣ ଆର୍ଥରକ ବିଜେଡିକୁ ଭୋଟ ଦେଇଥିଲେ ମୁସଲିମ ସମ୍ପ୍ରଦାୟ। ଆପଣଙ୍କର ବାମପନ୍ଥୀ ଠିଆ ହେଇନଥିଲା 2019ରେ, ସେ ଠିଆ ଅଛି 4,000 ଭୋଟ ପାଇଯିବ। 64 4 ଗଲେ ପସନ୍ଦ 60,000 ରହିବ। ଆପଣ 60,000 ଭୋଟ ହେଲେ ସେ 3 ଜଣ ପ୍ରାର୍ଥୀ ଅଛନ୍ତି, ତ କଂଗ୍ରେସ କେତେ ପାଇବ, ବିଜେପି କେତେ ପାଇବ? ବିଜେପି ପାଇଗଲା 65, ବିଜେପି ଜିତିଯିବ। ଯଦି କଂଗ୍ରେସ ପାଇଗଲା 66, କଂଗ୍ରେସ ଜିତିଯିବ। ଯଦି ପସନ୍ଦ ପାଇଲେ 67, ପସନ୍ଦ ଜିତିଯିବ। ତେଣୁ ବର୍ତ୍ତମାନ ଟକରା ଟକରି ଭୋଟ, 3 ଜଣ ତୀକ୍ଷ୍ଣ ଭାବରେ ନଜର ରଖିଛନ୍ତି, ବୁଥ ଉପରେ ନଜର, ତାଙ୍କର କର୍ମୀ ସମସ୍ତ ଦଳ ସଜାଗ। ବର୍ତ୍ତମାନ ନିର୍ବାଚନ ଆଉ ମାତ୍ର 24 ଘଣ୍ଟା ପରେ ହେବ। ନିର୍ବାଚନ ହେବ, ସେଥିରେ ବର୍ତ୍ତମାନ ଆମେ କହିପାରିବାନି କିଏ କହୁଛି 50,000, କିଏ କହୁଛି 30,000 କି 40,000, ନା। ଅତି ଯିଏ ଜିତିବ 2-3 ହଜାର 4,000 ଭୋଟରେ ଧାରି ମଧ୍ୟ 2-3 4,000 ଟକରା ଟକରି ଲଢ଼େଇ। ଗୋଟେ ନବୀନଙ୍କ ପକ୍ଷ ନେଉଥିବା ବିଜେଡି ସମର୍ଥକମାନେ ଉତ୍ସାହିତ ଥିଲାବେଳେ ଆଉ ଗୋଟେ ମୋଦିଙ୍କ ସମର୍ଥନ ନେଉଥିବା ବିଜେପି କର୍ମୀମାନେ ଅତି ଉତ୍ସାହିତ ଅଛନ୍ତି। କଂଗ୍ରେସ କର୍ମୀମାନେ ହତୋତ୍ସାହିତ ହୋଇଥିଲା ବେଳେ ତାଙ୍କ ପାଖରେ ପ୍ରସନ୍ନ ମିଶ୍ର ବିକାଶ କହିଲେ ବିଜୁ ଜନତା ଦଳ ସମୟରେ ଯେତିକି କାର୍ଯ୍ୟ ହେଇଛି ସେ ସବୁ ଠିକାଦାର ପୋଷିବା ପାଇଁ ହେଇଛି। ସାଧାରଣଙ୍କୁ ସ୍ପର୍ଶ କଲା ପରି ସେପରି କିଛି ଆଖି ଦୃଶିଆ କାର୍ଯ୍ୟ ପ୍ରାୟତଃ ହୋଇନାହିଁ। ଏଇଥିପାଇଁ ହୋଇନାହିଁ ଏବଂ ସେମାନଙ୍କ ଭିତରେ ବା ଶାସକ ଦଳ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହୋଇଛି, ଯାହାର ପରିଣାମ ଏବେ ନିର୍ବାଚନରେ ପ୍ରାର୍ଥୀ ଭୋଗିବାକୁ ଯାଉଛନ୍ତି। ବିକାଶ ଅର୍ଥ ନୁହେଁ ସବରେଜିଷ୍ଟ୍ର ଅଫିସ ଘରଟେ କରିଦେବା କି କଲେଜ ପାଇଁ କିଛି ଦେଇଦେବା, କିଛି ସ୍ଥାନରେ ଶୁଭ ଦେଇଦେବା ପରେ କାର୍ଯ୍ୟ ନ କରିବା। ଯେମିତିକି ବସଷ୍ଟାଣ୍ଡ କଥାଟି ଦୀର୍ଘ 30 ବର୍ଷ ହେଲା ସାଲେପୁରରେ ବସଷ୍ଟାଣ୍ଡର ନାହିଁ ଏବଂ ତାର ଆବଶ୍ୟକତା ଅଛି, ଏକଥା ସାଧାରଣ ଦାବି ହେଉଛି। କିନ୍ତୁ ବସଷ୍ଟାଣ୍ଡ ନାହିଁ, କିନ୍ତୁ ଗାଁ ଗାଳିରେ ଗୋଟେ ବସଷ୍ଟାଣ୍ଡ ଗଢ଼ି ଉଠୁଛି। ଆଜ୍ଞା, ଆପଣ ଯେଉଁ ଲକ୍ଷ୍ମୀ ବସ୍ କଥା କହୁଛନ୍ତି, ମୁଁ ଯଦି ଗାଡ଼ିଟିଏ କିଣିବି ମାଲିକାନା ମୋ ନାଁରେ ରହିବ, କାହିଁକିନା ମୁଁ ସେଥିପାଇଁ ବିନିଯୋଗ କଲି, ଅର୍ଥ ବିନିଯୋଗ କଲି। ସବୁଠୁ ଦୁଃଖର କଥା, ଓଡ଼ିଶାବାସୀଙ୍କର ଟ୍ୟାକ୍ସ, ଓଡ଼ିଶାବାସୀଙ୍କର ପଇସା, ତା ଦେହରେ ତାମିଲନାଡୁର ମାଲିକାନା ରହିବ। ପଇସା ଦେବ ଓଡ଼ିଶା ସରକାର,
କିନ୍ତୁ ମାଲିକ ରହିବେ ତାମିଲନାଡୁର ଲୋକ। ଏହାଠୁ ନିନ୍ଦନୀୟ ଘଟଣା ଆଉ ଗୋଟେ କିଛି ନଥାଇପାରେ। ଯେଉଁଠି ଗାଁ ଗହଳରେ ରାସ୍ତା ନାହିଁ ସେଠି ବସଷ୍ଟାଣ୍ଡ ତିଆରି ହେଉଛି, ସେଠି ବିଭିନ୍ନ ଦେବପୀଠ ନାଁରେ ହରିଲୁଟ ଚାଲିଛି। ତେଣୁ ଏ ସରକାର ଗୋଟା କିନ୍ତୁ ହରିଲୁଟର ସରକାରରେ ପରିଣତ ହୋଇଛି। ଆମର ସାଲେପୁରର ବିକାଶ କହିଲେ କହୁଛୁ ଆପଣଙ୍କୁ ଦୁଇ ତିନିଟି ଉଦାହରଣ ଦେଲି। ଗୋଟେ ଶୌଚାଳୟଟେ ବି ନାହିଁ ସାଲେପୁରରେ। ବସ୍ ଯାତ୍ରୀଟା ଓହ୍ଲେଇଲେ କୋଉଠିକି ଯିବ? ଷ୍ଟାଣ୍ଡ ନାହିଁ, ରାସ୍ତା ଉପରେ ବସ୍ ରହିବ, ଦୁର୍ଘଟଣା ହେବ, ଜୀବନହାନି ଘଟିବ। ଯଦି ଏହାକୁ ଆପଣ ବିକାଶ କହିବେ ତାହେଲେ ଆଉ କିଛି କହିବାର ନାହିଁ। ବୁଦ୍ଧିଜୀବୀମାନେ କେବେ ହେଲେ, ଏବଂ ସବୁଠୁ ଦୁଃଖର କଥା, ଆମ ସମସ୍ତଙ୍କର ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ, ଓଡ଼ିଶାବାସୀଙ୍କର ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଯିଏ ଭୋଟ ଦେଇଥାନ୍ତୁ ବା ନ ଦେଇଥାନ୍ତୁ, 4.5 କୋଟି ଓଡ଼ିଆଙ୍କର ସେ ହେଉଛନ୍ତି ପ୍ରତିନିଧି। ତାଙ୍କୁ ଅସମ୍ମାନିତ କରାଯିବା ଏହା ଆଦୌ ସ୍ମରଣୀୟ ନୁହେଁ। ତାଙ୍କୁ ଅସମ୍ମାନିତ କରାଯିବା ଅର୍ଥ 4.5 କୋଟି ଓଡ଼ିଆଙ୍କୁ ଅସମ୍ମାନିତ କରାଗଲା। ତେଣୁ ସାମ୍ପ୍ରତିକ ରାଜନୀତିରେ ଅନୁଭବ ହେଇକି ଗୋଟେ ପରିବର୍ତ୍ତନ ହେବ, ଏବଂ ସେ ପରିବର୍ତ୍ତନ ଗୋଟେ ଯୁଗାନ୍ତକାରୀ ପରିବର୍ତ୍ତନ ହେବ। ମୋତେ ଜଣେ ବନ୍ଧୁ କହୁଥିଲେ ଯେ ପରିବର୍ତ୍ତନର ବେଗ କେତେ ହେଇପାରେ। ମୁଁ କହିଲି ଆପଣମାନେ ଯଦି କେହି 99 ମହାବାତ୍ୟା ଦେଖିଥିବେ, ପରିବର୍ତ୍ତନର ବେଗ ସେ 99 ମହାବାତ୍ୟାଠୁ ଆହୁରି ତୀବ୍ରତର ଅଛି। ବୁଦ୍ଧିଜୀବୀମାନେ, ଯେଉଁମାନେ ସଚେତନ ନାଗରିକ, ସେମାନେ ସମସ୍ତେ ଅନୁଭବ କରିଛନ୍ତି। ଏବଂ ବିଶେଷ କରି ଏହି ମାଟି, ସାଲେପୁର ମାଟି ମଧୁବାବୁଙ୍କୁ ଜନ୍ମ ଦେଇଛି। ଯେଉଁ ମଧୁବାବୁ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାକୁ ସମ୍ମାନିତ କରିଛନ୍ତି, ଯାହା ଭାରତବର୍ଷରେ ଅନ୍ୟ କେଉଁଠି ନାହିଁ। ତେଣୁ ଏ ମାଟିରେ ପରିବର୍ତ୍ତନ ସ୍ୱାଭାବିକ ଏବଂ ପରିବର୍ତ୍ତନକୁ ସମସ୍ତେ ସ୍ୱାଗତ କରୁଛନ୍ତି। ମୁଁ ଆଶା କରିବି ଆପଣମାନେ ବାଟ ହୁଡ଼ିବେ ନାହିଁ ଏବଂ ଆମର ଯେ ପ୍ରାର୍ଥୀ ଅଛନ୍ତି ଉଭୟଙ୍କୁ ପଦ୍ମଫୁଲ ଚିହ୍ନରେ ମୋହର ଦେଇ ଜୟଯୁକ୍ତ କଲେ ଆମେ ନିଶ୍ଚିତ ଭାବରେ ଗର୍ବିତ ଅନୁଭବ କରିବା ଯେ ଆମେ ଗୋଟେ ଜାତୀୟ ଦଳ ପାଖରେ ଅଛେ, ଯିଏକି ଆମର ସୁଖ ଦୁଃଖର ସାଥୀ ହେବ, ଭାଗିଦାର ହେବ। ଯାହା ଆମେ ପରଖି ବୁଝିଲୁ, ଏଠିକା ଯେ ଶାସକ ଦଳ ଅଛନ୍ତି ତାଙ୍କ ସ୍ଥିତି ଭଲ ଥିଲାବେଳେ ATM କବ୍ଜାରେ ରହିଯାଇଛନ୍ତି ଶାସକ ଦଳ, ଯାହାଫଳରେ କି ଏଇଟା ତାଙ୍କୁ କଂଗ୍ରେସ ବିଜେପି ବର୍ତ୍ତମାନ ଟକ୍କର ଉପରେ, ତଥା କିଏ ଜିତିବ ବର୍ତ୍ତମାନ କାହା ପଲ୍ଲା ଭାରି କାହାର ହେବ ତାହା ଆକଳନ କରିହେଉନି। ତଥାପି ନିର୍ବାଚନ ପରେ 4 ତାରିଖ ଦିନ ଭୋଟ ଗଣତି ବେଳେ ଜଣାପଡ଼ିବ କିଏ କେତେ ଭୋଟରେ ଜିତୁଛନ୍ତି। ସାଲେପୁରରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ଜ୍ୟୋତି ପ୍ରଭା ନ୍ୟୁଜ୍।